ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ବାହୁଡ଼ା ଯାତ୍ରା ହେଉଛି ବର୍ଷକର ସେହି ଏକମାତ୍ର ମହାନ ପବିତ୍ର ଦିନ, ଯେଉଁ ଦିନ ଭକ୍ତର ଦୁଃଖ ଶୁଣିବା ପାଇଁ ଜଗତର ନାଥ ଜଗନ୍ନାଥ ନିଜେ ମନ୍ଦିରକୁ ବାହୁଡ଼ି ଆସନ୍ତି। ଶାସ୍ତ୍ର କହେ, ଏହି ଦିନରେ ଯଦି ଆପଣ କିଛି ସରଳ ସାଧନା ଓ ନିୟମ ପାଳନ କରିବେ, ତେବେ ଜୀବନର ସବୁଠୁ ବଡ଼ ଦାରିଦ୍ର୍ୟ ଓ ସଙ୍କଟ ପୁରା ଦୂର ହୋଇଯିବ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ବାହୁଡ଼ା ଯାତ୍ରାର ସେହି 4ଟି ଅଲୌକିକ ସତ୍ୟ ଓ ଘରେ ଧନ ଆଣିବାର ମହା ଉପାୟ ବିଷୟରେ କହିବି। ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣ ଜଗନ୍ନାଥଙ୍କର ପ୍ରକୃତ ଭକ୍ତ, କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଦର୍ଶକ ବନ୍ଧୁ, ଆସନ୍ତୁ ସର୍ବପ୍ରଥମେ ଜାଣିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ କେମିତି ଆମ ଦୁଃଖ ଶୁଣନ୍ତି। ଏହା କୌଣସି କାଳ୍ପନିକ କଥା ନୁହେଁ, ବରଂ ଶାସ୍ତ୍ର ଓ ବଡ଼ଦାଣ୍ଡର ପ୍ରତ୍ୟକ୍ଷ ସତ୍ୟ କଥା। ଆପଣ ଭାବୁଥିବେ, ସଂସାରରେ କୋଟି କୋଟି ଲୋକ ଅଛନ୍ତି, ଠାକୁର କ'ଣ ମୋର ଗୋଟିଏ ଛୋଟ ଦୁଃଖ ଶୁଣିଥିବେ? ଦର୍ଶକ ବନ୍ଧୁ, ଜଗନ୍ନାଥ କେବଳ କାଠର ମୂର୍ତ୍ତି ନୁହନ୍ତି, ସେ ହେଉଛନ୍ତି ଭାବର ଠାକୁର। ଶାସ୍ତ୍ର କହେ, ମହାପ୍ରଭୁଙ୍କର କାନ ନାହିଁ ସତ, କିନ୍ତୁ ଭକ୍ତର ଆଖିରୁ ଗଡ଼ୁଥିବା ଲୁହ ଏବଂ ହୃଦୟରୁ ବାହାରୁଥିବା ଆକୁଳ ଚିତ୍କାର ସିଧାସଳଖ ନୀଳାଚଳ ନାଥଙ୍କ ପାଖରେ ପହଞ୍ଚିଥାଏ। ବିଶେଷ କରି ବାହୁଡ଼ା ଯାତ୍ରା ଦିନର ମାହାତ୍ମ୍ୟ ପୁରା ଅଲଗା। ରଥଯାତ୍ରା ଦିନ ପ୍ରଭୁ ଗୁଣ୍ଡିଚା ଘରକୁ ଯାଆନ୍ତି, କିନ୍ତୁ ବାହୁଡ଼ା ଦିନ ସେ ନିଜ ଘରକୁ, ନିଜର ପ୍ରିୟ ମନ୍ଦିରକୁ ଫେରିଯାଆନ୍ତି। ଯେତେବେଳେ ଜଣେ ବ୍ୟକ୍ତି ନିଜ ଘରକୁ ଫେରେ, ସେତେବେଳେ ତାର ମନ ସବୁବେଳେ ଅଧିକ ପ୍ରସନ୍ନ ଓ ଦୟାଳୁ ଥାଏ। ଠିକ୍ ସେହିପରି ବାହୁଡ଼ା ଦିନ ରଥ ଉପରେ ବିରାଜମାନ କାଳିଆ ସାଆନ୍ତଙ୍କ ମନ ଅତ୍ୟନ୍ତ ପ୍ରସନ୍ନ ଥାଏ। ଏହି ଦିନ ସେ ବଡ଼ ଦାଣ୍ଡରେ ଠିଆ ହୋଇଥିବା କୋଟି କୋଟି ଭକ୍ତଙ୍କ ଭିତରୁ ପ୍ରତ୍ୟେକ ଭକ୍ତର କାନ୍ଦ ଓ ଗୁହାରିକୁ ସିଧାସଳଖ ଶୁଣିଥାନ୍ତି। ଆପଣ ସେହିଦିନ ରଥ ପାଖରେ ଯାଆନ୍ତୁ କିମ୍ବା ନିଜ ଘରେ ରହି କାଳିଆକୁ ଡାକନ୍ତୁ, ଆପଣଙ୍କ ଡାକ ଜଗନ୍ନାଥଙ୍କ ପାଖରେ ନିଶ୍ଚୟ ପହଞ୍ଚିବ। ଇତିହାସ ସାକ୍ଷୀ ଅଛି, ଭକ୍ତ ସାଲବେଗଙ୍କ ଡାକ ହେଉ, ଦାସିଆ ବାଉରୀର ନଡ଼ିଆ ହେଉ କିମ୍ବା ବନ୍ଧୁ ମହାନ୍ତିଙ୍କ କାନ୍ଧ, ଜଗନ୍ନାଥ କେବେ ବି ଆପଣାର ଲୋକଙ୍କୁ ନିରାଶ କରିନାହାନ୍ତି। ଯଦି ଆଜି ଆପଣ କରଜରେ ବୁଡ଼ି ରହିଛନ୍ତି, ଘରେ ଅଶାନ୍ତି ଲାଗି ରହୁଛି କିମ୍ବା ଭାଗ୍ୟ ସାଥ ଦେଉନାହିଁ, ତେବେ ନିରାଶ ହୁଅନ୍ତୁ ନାହିଁ। ବାହୁଡ଼ା ଯାତ୍ରା ଦିନ ଶ୍ରଦ୍ଧାର ସହ ଆପଣଙ୍କ ନିଜ ଦୁଃଖ କାଳିଆ ଆଗରେ ଖୋଲି କହିଦିଅନ୍ତୁ, କାରଣ ଏହି ଗୋଟିଏ ଦିନରେ ପ୍ରଭୁଙ୍କ କୃପା ଦୃଷ୍ଟି ପଡ଼ିଗଲେ ମଣିଷର ଭାଗ୍ୟର ପୁରା ନକ୍ସା ବଦଳିଯାଏ। ଏବେ ଆସନ୍ତୁ ଜାଣିବା, ବାହୁଡ଼ା ଦିନ ଘରେ କେଉଁ 3ଟି ସରଳ ନିୟମ କଲେ ଆପଣଙ୍କ ଘରକୁ ଅପାର ଧନ ସମ୍ପତ୍ତି ଆସିବ। ପ୍ରଥମ ଉପାୟ, ମୁଖ୍ୟ ଦ୍ୱାର ସଫାଇ ଓ ଗଙ୍ଗା ଜଳ ହଳଦୀ ସିଞ୍ଚନ। ଦର୍ଶକ ବନ୍ଧୁ, ପ୍ରଥମ ମହା ଉପାୟଟି ହେଉଛି ଘରର ମୁଖ୍ୟ ଦ୍ୱାରକୁ ନେଇ। ବାହୁଡ଼ା ଯାତ୍ରା ଦିନ ସକାଳୁ ସ୍ନାନ ସାରି ପ୍ରଥମେ ନିଜ ଘରର ମୁଖ୍ୟ ଦ୍ୱାରକୁ ସଫାସୁତୁରା କରନ୍ତୁ। ଏହାପରେ ଗୋଟିଏ ପାତ୍ରରେ ସାମାନ୍ୟ ଗଙ୍ଗା ଜଳ ଏବଂ ହଳଦୀ ମିଶାନ୍ତୁ। ଆପଣଙ୍କ ଘରର ଦ୍ୱାରବନ୍ଧ ଓ ମୁଖ୍ୟ ଦ୍ୱାରରେ ଏହି ହଳଦୀ ଗଙ୍ଗା ଜଳ ସିଞ୍ଚନ କରନ୍ତୁ ଏବଂ ଦ୍ୱାରବନ୍ଧ 2 ପାଖରେ ହଳଦୀରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ଶାସ୍ତ୍ର ଅନୁସାରେ ବାହୁଡ଼ା ଦିନ ଶ୍ରୀ ମହାପ୍ରଭୁ ଜଗନ୍ନାଥ ନୀଳାଦ୍ରି ବିଜେ କରୁଥିବାରୁ ମା ମହାଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ଥାନ୍ତି। ଯେଉଁ ଘରର ମୁଖ୍ୟ ଦ୍ୱାର ସଫା ଓ ପବିତ୍ର ଥାଏ, ସେହି ଘରକୁ ମା ଲକ୍ଷ୍ମୀ ସ୍ୱୟଂ ପ୍ରବେଶ କରନ୍ତି ଏବଂ ଦାରିଦ୍ର୍ୟ ସବୁଦିନ ପାଇଁ ଦୂର ହୋଇଥାଏ। ଦ୍ୱିତୀୟ ମହା ଉପାୟଟି ହେଉଛି ସନ୍ଧ୍ୟା ସମୟରେ ସାଧନା। ବାହୁଡ଼ା ଯାତ୍ରା ସନ୍ଧ୍ୟାରେ ଆପଣଙ୍କ ଘରର ତୁଳସୀ ଚଉରା କିମ୍ବା ପୂଜା ଘର ପାଖରେ ଗୋଟିଏ ରାଶି ତେଲ କିମ୍ବା ଶୁଦ୍ଧ ଗାଈ ଘିଅର ଦୀପଟିଏ ନିହାତି ଜଳାନ୍ତୁ। ଦୀପ ଜାଳି ସାରିବା ପରେ ସେଠାରେ ବସି ମନେ ମନେ 108 ଥର ଓଂ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ଏହି ଗୋଟିଏ ସନ୍ଧ୍ୟା ଦୀପ ଆପଣଙ୍କ ଘରର ସବୁ ନକାରାତ୍ମକ ଶକ୍ତି, ଗ୍ରହ ଦୋଷ ଏବଂ ନିଜର ଦୋଷକୁ ଜାଳି ଭସ୍ମ କରିଦିଏ। ଏବେ ଆସନ୍ତୁ ଜାଣିବା ସେହି ତୃତୀୟ ଓ ସବୁଠୁ ଶକ୍ତିଶାଳୀ ଉପାୟ, ଯାହା ଅଟକି ରହିଥିବା ଟଙ୍କାକୁ ହଠାତ୍ ଫେରାଇ ଆଣିବ। ବାହୁଡ଼ା ଦିନ ଗୋଟିଏ ଛୋଟ ନାଲି ରଙ୍ଗର ସୂତା କପଡ଼ା ନିଅନ୍ତୁ। ସେଥିରେ ସାମାନ୍ୟ ଅରୁଆ ଚାଉଳ, ଗୋଟିଏ ଗୁଆ
ଟିକିଏ ହଳଦୀ ଏବଂ 1 ଟଙ୍କାର ଗୋଟିଏ ସିକ୍କା ରଖନ୍ତୁ। ଏହାକୁ ପୂଜା ଘରେ ମହାପ୍ରଭୁଙ୍କ ଫଟୋ ଆଗରେ ରଖି ନିଜର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଗୁହାରି କରନ୍ତୁ। ବାହୁଡ଼ା ଯାତ୍ରା ଶେଷ ହେବା ପରେ ଅର୍ଥାତ୍ ପରଦିନ ସକାଳେ ଏହି ନାଲି କପଡ଼ାକୁ ପଟଳି ଭଳି ବାନ୍ଧି ନିଜ ତେଜରୀ, କ୍ୟାସ୍ ବାକ୍ସ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ ଘରେ ଅଯଥା ଖର୍ଚ୍ଚ ବନ୍ଦ ହେବ ଏବଂ ଧନ ସମୃଦ୍ଧିର ନୂଆ ନୂଆ ରାସ୍ତା ଖୋଲିଯିବ। ପୋଡ଼ପିଠାର ସତ୍ୟତା ଓ ମାଉସୀ ମାଙ୍କ କୃପା। ଦର୍ଶକ ବନ୍ଧୁ, ଆପଣ ସମସ୍ତେ ଜାଣିଛନ୍ତି ବାହୁଡ଼ା ଯାତ୍ରା ବେଳେ ମହାପ୍ରଭୁଙ୍କ ରଥ ମାଉସୀ ମା ମନ୍ଦିର ପାଖରେ ଅଟକିଥାଏ। ସେଠାରେ ଶ୍ରୀ ପ୍ରଭୁ ଜଗନ୍ନାଥ ନିଜ ମାଉସୀଙ୍କ ହାତର ସ୍ୱାଦିଷ୍ଟ ପୋଡ଼ପିଠା ଭୋଗ ଖାଆନ୍ତି। ଏହି ପୋଡ଼ପିଠାର ଆଧ୍ୟାତ୍ମିକ ମାହାତ୍ମ୍ୟ ବହୁତ ବଡ଼। ଶାସ୍ତ୍ର କହେ ପୋଡ଼ପିଠା ଯେମିତି ନିଆଁରେ ଉତ୍ତାପରେ ସିଝି ଅତ୍ୟନ୍ତ ମିଠା ଓ ସ୍ୱାଦିଷ୍ଟ ହୋଇଥାଏ, ଠିକ୍ ସେହିପରି ମଣିଷ ନିଜ ଜୀବନର ଦୁଃଖ ଓ କଷ୍ଟର ନିଆଁରେ ପୋଡ଼ି ହୋଇ ସଫଳତା ପାଏ। ବାହୁଡ଼ା ଦିନ ଯଦି ଆପଣ ନିଜ ଘରେ ଶୁଦ୍ଧ ପବିତ୍ରତାର ସହ ପୋଡ଼ପିଠା କିମ୍ବା କୌଣସି ମିଠା ଭୋଗ ତିଆରି କରି ମହାପ୍ରଭୁଙ୍କୁ ଅର୍ପଣ କରିବେ, ତେବେ ଜୀବନରେ ସବୁ ତିକ୍ତତା ଓ ଦୁଃଖ କଷ୍ଟ ଦୂର ହୋଇ ଘରକୁ ସୁଖ ସମୃଦ୍ଧି ଫେରିଆସିବ। ମା ମହାଲକ୍ଷ୍ମୀଙ୍କ କୋପ ଦୂର ଏବଂ ଋଣ ମୁକ୍ତିର ସତ୍ୟ କ'ଣ ରହିଛି? ଦର୍ଶକ ବନ୍ଧୁ, ବାହୁଡ଼ା ଯାତ୍ରାର ଆଉ ଗୋଟିଏ ସବୁଠୁ ବଡ଼ ସତ୍ୟ ହେଉଛି ମା ମହାଲକ୍ଷ୍ମୀଙ୍କ ଅଭିମାନ। ଜଗନ୍ନାଥ ସାଆନ୍ତ ନିଜ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଘରକୁ ଚାଲି ଯାଇଥିବାରୁ ମା ଲକ୍ଷ୍ମୀ ଅତ୍ୟନ୍ତ କୋପ ଓ ଅଭିମାନ କରିଥାନ୍ତି। କିନ୍ତୁ ବାହୁଡ଼ା ଦିନ ପ୍ରଭୁ ଯେତେବେଳେ ଫେରି ଆସନ୍ତି, ସେତେବେଳେ ମା ଲକ୍ଷ୍ମୀଙ୍କ କୋପ ଶାନ୍ତ ହୁଏ ଏବଂ ଶ୍ରୀମନ୍ଦିରରେ ପୁଣି ଥରେ ଆନନ୍ଦ ଓ ଐଶ୍ୱର୍ଯ୍ୟ ଫେରିଆସେ। ତେଣୁ ଏହି ବାହୁଡ଼ା ଦିନରେ ଆପଣ ନିଜ ଘରେ କାହା ସହିତ କଟୁ କଥା କୁହନ୍ତୁ ନାହିଁ, ନାରୀ କିମ୍ବା ପିତାମାତାଙ୍କୁ ଅନାଦର କରନ୍ତୁ ନାହିଁ ଏବଂ ଘରେ କଳି ଝଗଡ଼ା ଆଦୌ କରନ୍ତୁ ନାହିଁ। ଯେଉଁ ଘରେ ଏହି ଦିନ ଶାନ୍ତି ଓ ପ୍ରେମ ଥାଏ, ସେହି ଘରୁ ମା ଲକ୍ଷ୍ମୀଙ୍କ ଅସନ୍ତୋଷ ପୁରା ଦୂର ହୋଇଥାଏ। ଆପଣଙ୍କର ଯେତେ ବଡ଼ କରଜ ବା ଋଣ ଥିଲେ ବି ତାହା ସୁଝିବା ପାଇଁ ହଠାତ୍ ନୂଆ ରାସ୍ତା ଖୋଲିଯାଏ। ଦର୍ଶକ ବନ୍ଧୁ, ଜଗନ୍ନାଥ ହେଉଛନ୍ତି ପତିତ ପାବନ। ବାହୁଡ଼ା ଯାତ୍ରାର ଏହି ପବିତ୍ର ଅବସରରେ ମହାପ୍ରଭୁ ଆପଣଙ୍କର ସମସ୍ତଙ୍କର ଦୁଃଖ କଷ୍ଟ ଦୂର କରନ୍ତୁ। ଯଦି ଆପଣ ମହାପ୍ରଭୁଙ୍କର ସଚ୍ଚା ଭକ୍ତ, ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।